ସ୍ୱର୍ଗ ଚାଲ ସିଆର ନଗଲେ ଓୟ ଚାଲ କାଢ ବସ ଆଜ୍ଞା ବସ ବସ ବାବା ଆପଣ କଣ ତଳେ ବସିବେ? ଆକ୍ଚୁଆଲି ମୁଁ ଆଗ ଟିକେ ବାଘ ସାଙ୍ଗରେ ବସେ ବାଘଟା ଟୁରିଷ୍ଟ ପର୍ସନ ତ ମୁଁ ପା ପଥରେ ବସୁଛି ଆଇ ଡୋଣ୍ଟ ମାଇଣ୍ଡ ଦ ସିଟ୍ ଅଫ ଦ ପା ପଛ ବସ ବସ ବାବା ତମର କଣ ହେଇଛି କୁହ? ବାବା ମୋ ବୟସ ଆସିକି 28 ହେଲାଣି। এই 28 ବର୍ଷ ବୟସ ଭିତରେ ମୋର 57 ମୋ ବାହାଘର ଭାଙ୍ଗି ସାରିଲାଣି ବାବା। ଯାହାକୁ ମୁଁ ବାହାଉଛି ମତେ ସବୁ ଛାଡିକି ପଳଉଛନ୍ତି। କିଏ ବାହାଘର ଦିନ ପଳଉଛି କିଏ ବାହାଘର ପୂର୍ବ ଦିନ କିଏ ନିର୍ବନ୍ଧ ପୂର୍ବରୁ ପଳଉଛି ତ କିଏ ନିର୍ବନ୍ଧ ପରେ ପଳଉଛି କିଏ ଚତୁର୍ଥୀ ଦିନ ପଳଉଛି ତ କିଏ ସପ୍ତମ ମଙ୍ଗଳା ଠେକି ଭାଙ୍ଗି ପଳଉଛି। ଗୋଟେ କଥା କହି ବାବା ଆପଣ ଆଶ୍ଚର୍ଯ୍ୟ ହେବେ ଗୋଟେ ଝିଅକୁ ମୁଁ ବାହାହେଲି ସେ ମୋ ସାଙ୍ଗେ ଚତୁର୍ଥୀ ପର୍ଯ୍ୟନ୍ତ ରହିଲା। ହଁ ମତେ ଲାଗିଲା ଏଇଥରିକ କାମ ବୋଧେ ହେଇଯିବ। ମୁଁ ଘର ଭିତରେ ବସିକି କବାଟ ଦେଲି ତଥାପି ସେ ଝିଅ ବଇଛି। ତାପରେ ଯାଇ ମୁଁ କ୍ଷୀରଟା ପିଇଲି ତଥାପି ସେ ବଇଛି। ମୁଁ ତା ପାଖରେ ଯାଇ ବସିଲି ତଥାପି ସେ ବଇଛି। ମୁଁ ସେ ଖଟା ହଲ କଲି ତଥାପି ସେ ବଇଛି। ତା ପାଖକୁ ଯାଇ ତାକୁ ମାରି ବସିଲି ତଥାପି ସେ ବଇଛି। ଟପ୍ ଲକରେ ଗାଏ ବୋକା ଚୋଦା ବାବା ତମ କପାଳ କହୁଛି ତମର ତ୍ରେତୟା ଯୁଗର ଶିଶୁପାଳ ଦୋଷ ରହୁଛି। ତମ ଶିଶୁପାଳ ଦୋଷକୁ ଖଣ୍ଡନ କରିବାକୁ ହେଲେ ତମକୁ ନେପାଳ ଯିବାକୁ ପଡିବ। ସେ ନେପାଳରେ ଗୋଟେ ଆଶ୍ରମ ଅଛି। ସେ ଆଶ୍ରମର ନାଁ ହଉଛି ଖଲିଫା ଆଶ୍ରମ। ଆଉ ସେ ଖଲିଫା ଆଶ୍ରମରେ ଗୋଟେ ବାବା ଅଛନ୍ତି। ସେ ବାବାଙ୍କ ନାଁ ହଉଛି ଆସେକ୍ସ ମଲ୍ଲିକ। ଆସେକ୍ସ ମଲ୍ଲିକ ବାବାଙ୍କଠୁ ଜଡିବୁଟି ଆଣିବାକୁ ଜଡିବୁଟି ସେ ଜଡିବୁଟିକୁ ସେବନ କଲା ପରେ ତମର ଯାଇ ଶିଶୁପାଳ ଦୋଷ କରିବ। ଆଚ୍ଛା ବାବା ଏସବୁ ନୟା ପୋଲେ ଛାଡ ନଖରା ଆସିନି କୋଉ ମୁହଁରେ ନେପାଳ ଯିବ? ବାବା ଆଉ କିଛି ଉପାୟ ହବନି? ହଁ ଆଉ ଗୋଟେ ଉପାୟ ଅଛି। ତମକୁ ପର ଝିଅ ସୁଝଉନାହାନ୍ତି କିନ୍ତୁ ପର ସ୍ତ୍ରୀ ସୁଝେଇବେ। ସ୍ତ୍ରୀ? ହଁ ସେଇଟା ପୁଣି କିସ୍ତି। ଆଚ୍ଛା ବାବା ତା ସ୍ୱାମୀ ଯେ ଜାଣିବ ଟିକେ ଟିକେ ପିସ୍ କରି ଆକୁ ପୁରୀ ଦବ ବସ୍ତାରେ ବିକିଦବ ଶସ୍ତାରେ। ଓ ସ୍ୱର୍ଗ ଚାଲ ସିଆର ନଗଲେ ଓୟ ଚାଲ କଣ ଭାଇ? ହଁ ମତେ କହିବ ତମ ପାଇଁ ଏଇ ଉପାୟ ଯାହା କହୁଛି ସେତିକି କର ନହେଲେ ଯାଅ ଓମ୍ ସ୍ୱୟଂ ସ୍ୱର୍ଗ ଚାଲ ସିଆର ନଗଲେ ଓୟ ଚାଲ।